ଗଛ କହିପାରେ କଥା, ଗଛ ବୁଝିପାରେ ମଣିଷର ଭାବନା। ଏପରି କିଛି କଥା ଆପଣ ଶୁଣିଲେ ନିଶ୍ଚୟ ଏହାକୁ ଅବିଶ୍ୱାସ କରିବେ। ବହୁ କଥା ଅସମ୍ଭବ ହେଲେ ବି ବେଳେବେଳେ ଏହା ସମ୍ଭବ ହୋଇଥାଏ। ଏହା ବାସ୍ତବିକ ଅଙ୍ଗେ ଲିଭା କଥା। ଏହିଭଳି କିଛି ଅଙ୍ଗେ ଲିଭା କଥା ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରିବାରେ ଆମେ କେବେ କୁଣ୍ଠାବୋଧ ପ୍ରକାଶ କରିବା ଅନୁଚିତ। ଏହିପରି ଏକ ଅବିଶ୍ୱସନୀୟ ଘଟଣା ଘଟିଥିଲା ଅରିଲ ଆଶ୍ରମରେ। ପ୍ରକୃତି ପ୍ରେମୀ ବନସ୍ପତି ବନ୍ଧୁ ଶ୍ରୀଯୁକ୍ତ ବାବା ବଳିଆଙ୍କ ଜୀବନ ଯାତ୍ରାର ସମ୍ୟକ ଅଭୁଲା ସ୍ମୃତି। ମୁଁ ଏଇଠି ଗୋଟିଏ କଥା କହିବି। ଗୋଟିଏ ଆମ୍ବ ଗଛ ଆଶ୍ରମ ଭିତରେ ଥିଲା। ସେତେବେଳେ ଆଶ୍ରମରେ ଘର ଦ୍ୱାର କିଛି ନଥାଏ, ଇଲେକ୍ଟ୍ରିକ ଲାଇଟ୍ ବି ନଥାଏ, ଫ୍ୟାନ୍ ବି ନଥାଏ। ଏଇ ଖରା ଦିନେ ଆମେ ସବୁ ବାହାରେ ଶୋଉ। ବଳିଆ ଗୋଟିଏ ଆମ୍ବ ଗଛ ମୂଳେ ଶୁଏ, ଦୌଡ଼ିଆ ଖଟଟିଏ ପକେଇ। ସେଇ ଆମ୍ବ ଗଛରେ ଯେମିତି ଗୋଟେ ଆବୁ ହେଲା ଭଳିଆ, ଏଇଭଳିଆ ଆବୁ ସେ ଗଛ ଯାକ ସବୁ ଆବୁ ହେଇଗଲା। ଯେତେବେଳେ ବଳିଆ ସେ ଗଛ ପାଖରେ ଶୁଏ, କେହି ମୋ ପାଖରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବସି ସେ ଗପସପ କରନ୍ତି। ଜଣେ ବୃକ୍ଷ ପ୍ରେମୀ, ତାଙ୍କ ନାଁ ମନେ ନାହିଁ, ତା ଘର କୋଉଠି ମନେ ନାହିଁ, ଏତିକି ଖାଲି ଜାଣିଛି ସିଏ କହିଲେ ଏ ବୃକ୍ଷଟିକୁ କର୍କଟ ରୋଗ ହେଇଛି। ଆପଣ କେମିତି ଜାଣିଲେ? ନା ଏ ଗଛଟି ମୂଳରୁ ଅଗ ପର୍ଯ୍ୟନ୍ତ ସବୁ ଜାଗା ଗୋଟେ ଆବୁ ଭଳିଆ ହେଇଛି। ଏଇଟା ହେଉଛି କର୍କଟ ରୋଗର ଲକ୍ଷଣ। ମୁଁ ଶୁଣିଲି କିଛି କହିଲି। ତାପରେ ତା ପରଦିନ ଠାରୁ ମୁଁ କେହି ଲୋକ ନ ଦେଖିଲା ଭଳି ସମୟରେ, ନିରୋଳା ନିର୍ଜନ ସମୟରେ ମୁଁ ସେ ଗଛଟିକି ଆଣୁଛି, ସେ ଆବୁକୁ ତାକୁ ଆଣୁଛି ଏବଂ ମନେ ମନେ କହେ, ଏ ବୃକ୍ଷ ଦେବତା ତମ ପାଇଁ କ'ଣ ଔଷଧ ଅଛି ନ ଅଛି ମୁଁ ଜାଣିନି। ତୁମେ ଏଠି ଆଶ୍ରମରେ ଜନ୍ମ ନେଇଛ, ଆଶ୍ରମର ଲୋକମାନଙ୍କୁ ସେବା ଦେବା। ଏତେ କଥା ବି ମୁଁ କହିନି। ମୋଟାମୋଟି ତୁମକୁ ଯେଉଁ ରୋଗଟି ହେଇଛି, ସେ ରୋଗଟି କର୍କଟ ରୋଗ ହଉ, ଯେଉଁ ରୋଗ ତୁମେ ଭଲ ହେଇ, ତୁମେ ସଂସାରରୁ ବିଦାୟ ଦିଅନି, ତୁମେ ସୁସ୍ଥ ହେଇ। ଏଇଭଳି କିଛି ଦିନ କହିବା ପରେ ନିଜେ ଅନୁଭବ କଲେ ଆଉ ନୂଆ ଆବୁ ବା ଏଇ ଟାଇପ୍ର ଆବୁ ଆଉ ହଉନି। ଏବଂ ଯେଉଁ ଆବୁ ଗୁଡ଼ିକ ଥିଲା ସେ ଆସ୍ତେ ଆସ୍ତେ ଗଛ ସହିତ ମିଶିଗଲା। କି ଝଡ଼ି ପଡ଼ିଲା ତା ମୁଁ ଜାଣିନି, କିନ୍ତୁ କିଛି ଦିନ ପରେ ଗଲା ପରେ ମୁଁ ଦେଖିଲି ଆଉ ସେ ରୋଗ ନାହିଁ। ମୋର ସେଠି ଅନୁଭବ ହେଲା ବୃକ୍ଷ ମଣିଷର କଥାକୁ ବୁଝେ। ଆପଣମାନେ ଗୋଟିଏ କଥା ମନେ ରଖନ୍ତୁ, ଦୁଇଟି ବୃକ୍ଷ ଆପଣଙ୍କ ଘରେ ଲଗାନ୍ତୁ, ଯେ ଡିଷ୍ଟାନ୍ସରେ ଲଗେଇବେ। ଗୋଟିଏ ବୃକ୍ଷକୁ ମାନେ ନୀତି ନିୟମ ପାଣି ଦେବା, ସାର ଦେବା ବା ଯତ୍ନରେ ସହିତ ତାକୁ ଲଗେଇବେ। ଆଉ ଗୋଟେ ବୃକ୍ଷକୁ କିଛି ନାହିଁ, ପାଣି ଟିକେ ଦେଇଦେଲେ କ'ଣ କଲେ, ତାକୁ ଏତେ ଯତ୍ନ ନେବେ। ଯେଉଁ ଯାହାକୁ ଯତ୍ନ ନେବେନି, ତା ପାଖରେ ଆପଣ ବଂଶୀ ବଜେଇବେ, ବେହେଲା ବଜେଇବେ, ଇଏ ଦୁଇଟି ବାଦ୍ୟକୁ ବୃକ୍ଷ ଏତେ ଗ୍ରହଣ କରେ, ସେ ନିଶ୍ଚିତ ଭାବରେ ସେ ବୃକ୍ଷ ଠାରୁ ଇଏ ବୃକ୍ଷଟି ନିଶ୍ଚିତ ସୁନ୍ଦର ବା ଉଜ୍ଜ୍ୱଳ ହେବ। ସେଥିପାଇଁ କୁହାଯାଇଛି କୃଷ୍ଣ ଯେତେବେଳେ ବଂଶୀ ବଜାଉଥିଲେ
ରାବି ମୃତ ପଲ୍ଲବ ବି ପତ୍ର ବି ବନିଛୁ। ଏଇଟା ଗୋଟେ ଆମେ ସ୍ୱଳ୍ପରେ ଆପଣମାନେ ଲକ୍ଷ୍ୟ କରିଥିବେ ଆମେ ତ ବହୁତ ବଡ଼ ବଡ଼ ଫାର୍ମ ସବୁ ଦେଖିଛେ। ମାଲିକମାନେ ଗଛ ଗୁଡ଼ିକୁ କେତେ ସୁନ୍ଦର ଭାବରେ ତାକୁ ଯତ୍ନ ନିଅନ୍ତି, କିନ୍ତୁ ମଠବାଡ଼ିର ଯେଉଁ ଗଛ ବୃକ୍ଷ ଗୁଡ଼ିକ ହେଇଛି ଏବେ ତ ମଠବାଡ଼ି ଦେଖିବା ପାଇଁ ବି କଷ୍ଟ। ତାକୁ ପୁରାତନ ମଠ ସେଥିରେ ଆଉ ମହତ ରହୁନାହାନ୍ତି। ଛୋଟ ଛୋଟ କୁଟିଆ କରି ଯେଉଁ ଗାଁ ଗହଳିର ଗାଁ ମୁଣ୍ଡରେ ମଠଟିଏ କରି ରହୁଥିଲେ, ମୁଁ ଦେଖିଛି ସେ ଗଛକୁ ଖାଲି ପୋତି ଦିଅନ୍ତି, ଟିକେ ପାଣି ସେତେବେଳେ ଟିକେ ସେ ମଠଟି ବୃକ୍ଷ ବା ଗଛର ଆଦିରେ ସେ ମଠଟି ସୁନ୍ଦର ପୂର୍ଣ୍ଣ। ପିଜୁଳି ଗଛଟିଏ ତମ ବାଡ଼ିରେ ଲଗେଇବ, ତା ମଠରେ ଲଗେଇବ, ମଠ ପିଜୁଳିଟି ଭଲ। ତାର କାରଣ ହେଉଛି କ'ଣ? କେବଳ ସେଠି ନାମ କୀର୍ତ୍ତନ, ଭାଗବତ, ଗୀତା, ନିଷ୍କାମ ଭାବନା, ଭଗବତ ଚିନ୍ତନ ଏ କଥା ହେବା ଫଳରେ ବୃକ୍ଷର ସାମର୍ଥ୍ୟ ରହିଛି ସେ ଏସବୁକୁ ଗ୍ରହଣ କରେ। ଶିଶୁ ଅନନ୍ତଙ୍କର ପୂର୍ବ ଦ୍ୱାରରେ ଗୋଟିଏ ଆମ୍ବ ଗଛ ଅଛି, ଦୁଇଟା ଶାଖା। ଆମର ଆବଶ୍ୟକ ପଡ଼ିଲା ଯେ ସେଟା ତାଙ୍କ ଆଗଟାକୁ ଗୋଟେ ନାଟ୍ୟ ମନ୍ଦିର ଭଳିଆ ଗୋଟେ କରିଦେଲା ଛାତଟି। ଏଇ ଯେଉଁ କଥାଟି ସେ ଆମେ ଚିନ୍ତା କରୁ ଏମିତି ହେଲେ ଟିକେ ଭଲ ହେବ ଭାବିଲୁ। ତେଣୁ ଏ ଗଛଟି ଯେଉଁ ଆମ୍ବ ଗଛଟି ଅଛି ତାକୁ କାଟିବାକୁ ପଡ଼େ, ତା ନହେଲେ ଆଉ କେମିତି କ'ଣ ଛାତ ପଡ଼ିବ। ସେଇ ରାତିରେ କିମ୍ବା 2-3 ଦିନ ପରେ କି ଏମିତି ମନେ ପଡ଼ିଯାଏ। ଜଣେ କେହି କହୁଛି ମୁଁ ତୋର ଶିଷ୍ୟ ଥିଲି, ପୂର୍ବ ଶିଷ୍ୟ ଥିଲି, ଏଇ ନିକଟରେ ଜନ୍ମ ହେଇଥିଲି, ନିକଟରେ ମୋ ଘର ଥିଲା ଏବଂ ମୃତ୍ୟୁ ପୂର୍ବରୁ ମୁଁ ଗୁରୁ ଦର୍ଶନ କରିବା ପାଇଁ ବହୁତ ଇଚ୍ଛା କରେ। ତୁ କିଏ? ତା ନାଁଟି କ'ଣ କହିଲା? ମୋର ମୁଁ ଯେ ବୃକ୍ଷ ରୂପରେ ଜନ୍ମ ହେଇଛି ତୋର ପୂର୍ବ ଦ୍ୱାରରେ ଗଛକୁ ମୁଁ ଅନନ୍ତଙ୍କୁ ଏବଂ ଗୁରୁଙ୍କୁ ସବୁଦିନ ଟିକେ ଦେଖିବି। କହିଲି ଏହା କ'ଣ ସବୁଦିନ ବି ସମ୍ଭବ ହେବ? ନା ଯେତିକି ଦିନ ସମ୍ଭବ ଦେଖିବି। ଆଜି ବି ଆପଣମାନେ କେହି ଗଲେ ଦେଖିବେ ସେ ଗଛଟିକୁ ଏମିତି ଗୋଲାକାର କରି ଛାଡ଼ି ଦିଆ ହେଇଛି, ଛାତଟିଏ ପଡ଼ିଛି। ଗଛ ଗଛ ପଢ଼ୁଛି, ଛାତଟା ପଡ଼ିଯାଏ। କେତେ ଦିନ ପରେ ସେ ଗଛ ନଥିବ କିମ୍ବା ରହିପାରେ ନ ରହିପାରେ, ସେ ଅଲଗା କଥା। ସେ ଗଛଟିକୁ ଆମେ ସୁରକ୍ଷା ଦେଇଛୁ। ଯେତେବେଳେ ଇଞ୍ଜିନିୟର ମାନେ କହିଲେ ଗଛଟା ନ କାଟିଲେ ଭଲ ହେବନି, ସେ ଗଛକୁ ଯିଏ କାଟିବ ମୁଁ ତମକୁ କାଟିବି ଏମିତି କହିବି, ମିଛରେ ଗୋଟେ ଆମେ କହିବୁ। ତେଣୁ ଗଛ ମଧ୍ୟ ପୂର୍ବଜନ୍ମ, ଯେମିତି ଆମେ କହୁଛୁ ଆମର ଇହ ଜନ୍ମ, ପୂର୍ବଜନ୍ମ, ପରଜନ୍ମ ଅଛି, ଗଛର ମଧ୍ୟ ସେଭଳି ଜନ୍ମ ବି ରହିଛି। ଏ ହେଉଛି କଥା। ଆଉ ଗୋଟିଏ କଥା ହେଉଛି ଯେ ଗଛ ଆମେ ତ ପରିବେଶ କାର୍ଯ୍ୟକ୍ରମ ଯେତେବେଳେ କରୁଥିଲୁ, ଆମେ ଗଛ 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 ଆଉ ସବୁ ମିଛ ବୋଲି ଆହ୍ୱାନ କରୁଥିଲୁ। ମୁଁ ଥରେ ଡାକବଙ୍ଗଳା ଗୋଟେ ଡାକବଙ୍ଗଳାରେ ଗୋଟେ ଚାଳ ଘର ଆମ ଆଶ୍ରମରେ ଅଛି। ମୁଁ ସେଠି ଶୋଇଛି ଖରାଦିନେ। ମୋ ପାଖରେ ଯିଏ ସେବକ ଥିଲେ, ଗୋଟେ ମଣ୍ଟୁ ବୋଲି ତା ନାଁ ବର୍ତ୍ତମାନ ହେଇଛି ମଧୁସୂଦନ ଦାସ,
सी सेतबले मोर सेवार थे सी केतबले पलि आसी से जगह को छाड़ी अन्य मुझे मंटू बोली डाकिली 3 थर मंटू अरे कुआडे गलु मंटू कुआडे गलु डाकिली गोटे गोटे सुंदर वृक्ष था एवं भी अच्छी गोटे से वृक्ष आड़ गोटे शब्द आसला मंटू एठारे ना ये शब्द किए गला मु कहली तू किए कहू तू किए तू आसुनु सी आउ निशब्द तेणु वृक्षर भाषा बढ़िया शुणी आउ गोटे कथा मुझे कहबी आम जहाँ अनंत बोली पूजा कर गोटे माटी हुंका जितेबाला से अनंतर पूजा आम आरंभ कर गोटे आछू गछ बहु पुरातन गछ केते वर्ष गछ आछू गछटे था आउ सरुआ निम्ब गछटे बाहर किछि वर्ष पर से निम्ब गछटा बटा हो गला ठाकुर को पूजा करने चारिपटे दियाल बोलिला से दियाल भी फाटीगला आम चिंता करूँ भल कि गोटे मंदिर बढ़िया बड़ मंदिर न छोट मंदिर हो जितेबाला मंदिर आम आरंभ कथा कहू जी कहे मु आरंभ करी मु पैसा देवी ता देह खराब एमती सब है शेष आम समस्ते टे सन्धारे समस्ते ठाकुर को प्रार्थना करूँ काम आरंभ है बेलू निम्ब गछटी एत मोट हो जे सी जो तुलन से सूता काटिले मंदिरटा एमती हम निम्ब गछटी पड़ा निम्ब गछ जो पड़ा से कहला बाबा ये तो हो पार निम्ब गछ को काटू कि कौन ये कि कथा निम्ब गछ मुझे काटि से तार कहीं उठला कौन कला मुझे काटि के नहीं नहला ना ये समस्या भितर आम चिंता कलु प्रार्थना कलु आम मन भीतर दुख सृष्टि है मिस्त्री करुले बंचितन कि कौन कृष्ण का ना हूँ कृष्ण से गला गला काली आसे कौन आउ गोटे नुआ प्लान करवा आउ गोटे नुआ प्लान करने से आईला आसला कहला बाबा गछटा आम सूता भितर पड़ू गछटा बाहर काली कौन टका धीरे लगी सी हेनी आज कौन कहल बाहर आप देखिए आसुना प्रकृत माने चाखंडे कि हाथे हाथे ये खंडे जगह चाखंडे बोली जाओ गछटी अलग आम गाँव जन ब्रह्मानंद महांती जन मुरबी थे सी आसिले जो गछ लगे कथा माने हुंका को लगी जाकू भी से देखिकी जाइए गछ कथा कौन है गोटे इंटरेस्ट सी आसी देखिए गछ तेणु यह शिशु अनंतर अनंतर महिमा बोली चिंतन कर कार्यक्रम आरंभ है बर्तमान तार मंदिर होती अवश्य दिखाई तार जो आपणकर जो रड दे कौन ये एमती कर मजबूत कर काले भविष्य में आउ टे बड़ रही पर्यंत मंदिर 40 वर्ष हो गला बोधे 40 वर्ष पर्यंत किसी गछटा गछ अच्छी मंदिर था ये हूँ गछर इतिहास ये हूँ आम केन्द्रबिंदु आम केन्द्र अनंतर छोट छोट इतिहास
ବାବାଙ୍କ ଜୀବନରେ ଯେତିକି ଗଛ ସହିତ ସମ୍ପର୍କ ଗଛଙ୍କ ସହିତ ଇଏ ରହି ସମ୍ବନ୍ଧ ରହିଛି ତା ଭିତରେ ଗୋଟେ ଗଛ ଅଛି ଗର୍ଜଙ୍ଗାରେ ଗର୍ଜଙ୍ଗା ବଟ ଯାହାକୁ କଥା କୁହା ବଟ ବୋଲି ତାର ନାମକରଣ ହେଇଛି। ସେ କଥା କୁହା ବଟ ଗଛ କଥା କହିବା ଏଇଟା ତ ଗୋଟେ କୌଣସି ଆମେ ଆଜି ପର୍ଯ୍ୟନ୍ତ ବିଜ୍ଞାନ ବି ତାକୁ ଇଏ କରିପାରୁନି କି ଇଏ କରିବା। ବାବା କହୁଛନ୍ତି ଗଛ କଥା କହିଲା କେମିତି କଥା ବାବା କିଛି କହିଲେନି ଗଛ ତ ଯାହାର ଯାହା ରୋଗ ହୁଏ ସେ ଯାଇ ଗଛ ପାଖରେ କାନ ପାଇଲେ ସେ ଔଷଧ ଶୁଭେ କୀର୍ତ୍ତନ ଶୁଭେ ଲୋକ କହନ୍ତି ଆଉ ବାବା କାହିଁକି ଯେଉଁ ଗୌରାଙ୍ଗ ବାବା ଥିଲେ ସେ କହୁଥିଲେ ଯେ ବାବାଙ୍କ କଣ୍ଠସ୍ୱର ତା ଭିତରେ ଶୁଭେ ସେ ତା ଯାହା ଶୁଣିଥିବ ସେ କହିଥିବ। आम चैनल लाइक करंतु, सब्सक्राइब करंतु, बेल आइकन रे प्रेस करंतु, शेयर करंतु।